ହେଉଛି ଜୀବନ ଦର୍ଶନ ଶରୀର ତତ୍ତ୍ୱ କଥା। ମହାପ୍ରଭୁ ଉଦାହରଣ ଅନେକ ପ୍ରକାର ସଂସାରକୁ ଦେଇଛନ୍ତି। ଆମେ ଶାନ୍ତି ରହିବା ପାଇଁ, ଆମ ଭିତରେ ସତ୍ୟତା ଜାଗ୍ରତ ହେବା ପାଇଁ, ଶତ୍ରୁମାନେ ବିନାଶ ହେବା ପାଇଁ ଅନେକ ପ୍ରକାର ଉଦାହରଣ ଦେଇଛନ୍ତି। ସେ ଉଦାହରଣର କାରଣ ଆମକୁ ବି ଜଣାଇ ଦେଇଛନ୍ତି। ହେଲେ ଆମ ଭିତରେ ଏତେ ବଡ଼ ଅଜ୍ଞାନତା, ଆମେ ଆଜି ଜ୍ଞାନଭ୍ରଷ୍ଟ ହୋଇ ନିଜ ଶରୀରକୁ ସୁରକ୍ଷିତ ଦେଇପାରୁନାହାନ୍ତି। ଦେଖ, ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ସେତେବେଳେ ମହାପ୍ରଭୁ ଆନନ୍ଦ ହୋଇଯାଆନ୍ତି, କାରଣ ଆଲୋକିତ ଟିକେ ପାଆନ୍ତି। ପ୍ରତ୍ୟେକ ମଣିଷ ଆଲୋକକୁ ଦେଖିଲେ କ'ଣ ଲାଗେ? ସୁନ୍ଦର ଲାଗେ, ତାକୁ ଭଲ ଲାଗେ। ଠିକ୍ ସେଭଳି ମହାପ୍ରଭୁଙ୍କର ସେବା। ଗୋଟିଏ ଫୁଲ କହୁଛି, ମହାପ୍ରଭୁ ଏବେ ଉଠ, ମୁଁ ଫୁଟିଗଲି, ମୁଁ ତୁମ ସେବାରେ ଲାଗିବି। ତୁଳସୀ ପତ୍ରଟିଏ ଦେଖିବ, ସିଏ କହୁଛି, ପ୍ରଭୁ ତୁମେ ଏବେ ଉଠ, ତୁମ ସେବାରେ ମୁଁ ଲାଗିବି। ପାଣି ପବନ ସମସ୍ତେ ଏକତ୍ର ହେଇ କହୁଛନ୍ତି, ମହାପ୍ରଭୁ ଏବେ ତୁମେ ଉଠ, ତୁମର ସେବାରେ ଆମେ ଲାଗିବୁ। ଆଜିର ମଣିଷ କ'ଣ କହୁଛି? ମଣିଷର ନିଦ ଭାଙ୍ଗୁନି। ଗୋଟିଏ ଦେଖରେ ମଣିଷ ଦେଖ, ଗୋଟିଏ ଫୁଲ ଗଛ କହୁଛି, ମୁଁ ତୁମ ସେବାରେ ଲାଗିବି, ଫୁଲଟି ଫୁଟି ଯାଉଛି। କ'ଣ ଥିଲା, ଫୁଟିଗଲା। କେତେବେଳେ ସେ ଫୁଲଟି ଫୁଟେ ସେ କଥା ଆମେ ଦେଖୁଛନ୍ତି, ଜାଣିଛନ୍ତି। ହେଲେ ଏ ସମୟରେ କାହିଁକି ଫୁଲଟିଏ ଫୁଟେ, ଏ କଥା କେବେ ଆମେ ଅନୁଭବ କରିନାହାନ୍ତି। ସେତେବେଳେ ମହାପ୍ରଭୁ ଆନନ୍ଦ ହେଇଯାନ୍ତି। ଦେଖ, କୀଟ ପଶୁ ପକ୍ଷୀ ସମସ୍ତେ ନୀରବତା। ସେ ନୀରବ ସମୟକୁ ମହାପ୍ରଭୁ ଟିକେ ଭଲ ପାଆନ୍ତି। ଉଦାହରଣ ଦେଇଛନ୍ତି। କେତେବେଳେ ମହାପ୍ରଭୁ କେତେବେଳେ କ'ଣ କରନ୍ତି, ଅନେକ ପ୍ରକାର ମୁନି ଋଷିମାନଙ୍କୁ ଉଦାହରଣ ଦେଇଛନ୍ତି। କହିଲେ, ପୂର୍ବ ଦିଗେ ଉଦୟ ଭାନୁ, ନିଦ୍ରା ତେଜି ଉଠରେ କାହ୍ନୁ। ପୂର୍ବ ଦିଗେ ଉଦୟ ଭାନୁ, ପୂର୍ବ ଦିଗରେ ସୂର୍ଯ୍ୟ ଦେବତା ବାହାରି ପଡ଼ିଲେ। କହିଲେ, ଏବେ ମୁଁ ବାହାରିଲେଣି, ତୁମେ ଏବେ ଉଠ। ମହାପ୍ରଭୁ ଉଠେଇ ଦିଅନ୍ତି। ମହାପ୍ରଭୁ ଉଠି ପଡ଼ିଲା ପରେ, ମହାପ୍ରଭୁ ଉଠି ପଡ଼ିଲା ପରେ ଦେଖରେ ଦେଖ, ଫୁଲଟିଏ ଫୁଟି ପଡ଼ିଥାଏ। ପ୍ରତ୍ୟେକ ଗଛର ଫୁଲ ଧୀରେ 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 ଫୁଟିବା ଆରମ୍ଭ କରେ। ସେତେବେଳେ ଆମେ ଯେତେବେଳେ ସମୁଦ୍ର କୂଳକୁ ଯାଆନ୍ତି, ପୋଖରୀ ପାଖକୁ ଯାଆନ୍ତି, ପୋଖରୀ ଲହରୀ ଦେଖିଥିବେ, ଧୀରେ ଧୀରେ ସୁଲସୁଲିଆ ପବନ ଦେଉଥିବ। ପୋଖରୀରେ ପାଣି ଏପଟ ସେପଟ ହେଉଥିବ, ପାଣି ତରତର ହେଉଥିବ। ମୁଁ ମହାପ୍ରଭୁଙ୍କ ସେବାରେ ଲାଗିବି, ମହାପ୍ରଭୁ ସେବାରେ। ସେଠୁ ଜଣେ ତାଙ୍କ ପାଇଁ ଯେଉଁ ପଣ୍ଡିତ ଥିବେ, ତାଙ୍କ ପାଇଁ ଯେଉଁ ଭକ୍ତ ଥିବେ, ତାଙ୍କ ପାଇଁ ଯେଉଁ ସେବକ ଥିବେ, ସେ ଗଲେ କଳସରେ ପାଣିଟି ଆଣି ପ୍ରଭୁଙ୍କ ପକ୍ଷେ ସ୍ନାନ କରିଦେଲେ। ସେତେବେଳେ ପ୍ରଭୁ ସ୍ନାନ ସରିଗଲା ପରେ ପ୍ରଭୁ ସମସ୍ତଙ୍କୁ ଦିଗ୍ଦର୍ଶନ ଦିଅନ୍ତି। ସେ ଦର୍ଶନ କର। ମହାପ୍ରଭୁ ସ୍ନାନ ସାରି ଦିଅନ୍ତି, ସମସ୍ତଙ୍କୁ ଦର୍ଶନ ଦେଇ ଦିଅନ୍ତି। ଆଜି ମଣିଷ କ'ଣ କର୍ମ କରୁଛି? ମଣିଷକୁ କୁହାଯାଇଥିଲା, ମଣିଷ ମୁଣ୍ଡେ ଦୀପ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ। ଆମ ପାଖରେ କୋଉ ଜ୍ଞାନ ରହିଛି ଯେ ଆମକୁ କିଏ ଦେଖି ସନ୍ତୁଷ୍ଟ ହେବ? ତେଣୁ ଅନେକ ପ୍ରକାର ଉଦାହରଣ ଦେଇ ପୁରାଣ ସୃଷ୍ଟି କଲେ। ଅନେକ ମୁନି ଋଷିମାନଙ୍କ ଭିତରେ ଜ୍ଞାନ ବାଣ୍ଟିଲେ। କିଏ? ମହାପ୍ରଭୁ ନିଜେ। କେହି ଜଣେ ଆମେ ତ କାହିଁ ଲେଖିପାରୁନାହାନ୍ତି, ସେ କାହିଁକି ଲେଖିଥିଲେ ନା, ତାଙ୍କ ଭିତରେ ମହାପ୍ରଭୁଙ୍କର ସମ୍ପର୍କ ଟିକେ ଅଲଗା ଥିଲା। ତେଣୁ ଭକ୍ତ ଓ ଭଗବାନ, ସେବକ ଆଉ ସେବିକା ମାନଙ୍କର, ଆମେ ଯେଉଁ ଗୋଟେ ଯାଉଛନ୍ତି, ଗୋଟେ ମେଡ଼ିକାଲକୁ ଯାଉଛନ୍ତି, ଆମେ ସେବା ପାଉଛନ୍ତି। ସେ ଆମ ସେବା କରିବା ପାଇଁ ଜନ୍ମଗ୍ରହଣ କରିଛନ୍ତି। ଠିକ୍ ସେହିଭଳି ଏ ସଂସାରରେ ଆମେ ଯେତେବେଳେ ଜନ୍ମ ହୋଇଛନ୍ତି, କାହା ପାଇଁ? ଆମକୁ ଯିଏ ଜନ୍ମ ଦେଇଛନ୍ତି, ଆମେ ତାଙ୍କର ସେବା କରିବା। ଆମକୁ କିଏ ଜନ୍ମ ଦେଇଛନ୍ତି? ତାଙ୍କର ସେବା କଲେ ନିଶ୍ଚିତ ଶାନ୍ତି ମିଳିଯିବ। ଠିକ୍ ସେହିଭଳି ସେ ଦେଖିଛନ୍ତି କାହାକୁ ନା, ଦେବତାଙ୍କର ସେବା କଲେ ଶାନ୍ତି ମିଳିଯିବ। ତେଣୁ ଦୁଇ କୂଳକୁ ହିତା ଏଇଥିପାଇଁ କହିଥିଲେ, ଯେ ମଣିଷ ଆସିଛି ଦୁଇ କୂଳକୁ ହିତା କରିବ। ଖାଲି ନାରୀ ଗୋଟିଏ ଦୁଇ କୂଳକୁ ହିତା କରିବ, ପୁରୁଷ ଦୁଇ କୂଳକୁ ହିତା କରିବ ସେ କଥା ନୁହଁ।
ଏ ସଂସାରକୁ ଜଣେଇ ଦେଇଛନ୍ତି ଦୁଇତା ଦୁଇ କୂଳକୁ ହିତା। ଏ ଦୁଇଟା କୂଳକୁ ହିତ କରିବା ପାଇଁ ଅନେକ ପ୍ରକାର ଉଦାହରଣ ଏ ସଂସାରକୁ ଦେଇଛନ୍ତି। ସତ୍ୟତାକୁ ଜାଗ୍ରତ କର, ଶତ୍ରୁମାନଙ୍କୁ ବିନାଶ କର, ଅହଙ୍କାରକୁ ଦୂରେଇ ଦିଅ, ଶାନ୍ତିରେ ଆମେ ସମସ୍ତେ ରହିବା। ବୋଲାନ୍ଦ କନ୍ଦ ଭଗବାନ କି ଜୟ।